ତା ବାପା ଅଶୋକ ଦାସ ଆମେ ଏକାଠି ଏମଏଲଏ ଥିଲୁ, କାମ କରୁଥିଲୁ। ତା ବାପା ଏ ଯୋଉ ଘର ସେ କରିଛନ୍ତି। ତା ବାପା ଆମ 147 ଏମଏଲଏରୁ 90 ଜଣ ଏମଏଲଏକୁ ଭାରତ ଯାକ ବୁଲେଇଛନ୍ତି ପ୍ଲେନରେ ନେଇ। ସେତେବେଳେ ଓଡ଼ିଶାରେ ଗୋଟିଏ ପ୍ଲେନ ନେଇ ସେ ବୁଲେଇଛନ୍ତି। ଆଣ୍ଡାମାନ ନିକୋବର, କାଶ୍ମୀର, ବମ୍ବେ, ଦିଲ୍ଲୀ ଅଶୋକ ଦାସ ଆମକୁ ବୁଲେଇଛନ୍ତି। ଏଇଠି ବଞ୍ଚିଛନ୍ତି ଶ୍ରୀକାନ୍ତ ଜେନା, ଏଇଠି ବଞ୍ଚିଛନ୍ତି ବିଜୟ ମହାପାତ୍ର, ଏଇଠି ବଞ୍ଚିଛନ୍ତି ଆମର ନାଇଁ ଉମେଶ ଭାଇ ନଳିନ ମାଥ ଚାଲିଗଲେ। କଥା ଉଠୁଛି ସରକାରୀ ମାନେ ସରକାରୀ କ୍ୱାର୍ଟରରେ ଏଭଳି ଅଟ୍ଟାଳିକା କରିବାଟା କେତେ ଦୂର ମାନେ ୱିଦାଉଟ୍ ପରମିଶନ?